କୁଣ୍ଡଳୁ ଜଳରେ ଧୋଇ ଦେଇଥିଲେ ଆଉ ସେଟା ଧୋଇ ଦେଲା ପରେ ସେତେବେଳେ କଣ ହଉଛି ନା ଦୁର୍ଦ୍ଦଶା ରାହୁ ଚଣ୍ଡାଳ ଗ୍ରାସୁ ଅଛି ଚାହୁ ଚାହୁ ଭଣ୍ଡାରେ ଖଣ୍ଡା ନାହିଁ କି ମଣିମା ଆପଣଙ୍କର ଭଣ୍ଡାରରେ ଖଣ୍ଡା ନାହିଁ କି ଆପଣ ଟିକେ ଖଣ୍ଡା ଦେଖେଇଦେଲେ ସେ ଦୁର୍ଦ୍ଦଶା ରାହୁଟା ଦୂରୀଭୂତ ହେଇଥାନ୍ତା। ଆପଣ ଯେହେତୁ ବିଳମ୍ବ କରୁଛନ୍ତି ସେଇଥିପାଇଁ ଖଣ୍ଡା ମୋ ଯାଉଛି ଫାଟି ଓ ହୃଦୟ ଫାଟି ଯାଉଛି ଖଣ୍ଡା ମୋ ଯାଉଛି ଫାଟିଛି ଖଣ୍ଡା ଠାକୁରୀ ଆପଣଙ୍କ ପିଠି ଠାକୁରୀ କଣ କହିଦେବେ ନା ଡର ନା ମୁଁ ତ ପଛରେ ଅଛି। ଏଇ ପଦକ ଆଶ୍ୱସ୍ତି ହିଁ ଆପଣଙ୍କୁ ବିପଦକୁ ଜିଣିବା ପାଇଁ ବିପଦକୁ ଲଙ୍ଘନ କରିବା ପାଇଁ ଅତିକ୍ରମ କରିବା ପାଇଁ ସାହସ ଦେବ। ସେଇ ଆଶ୍ୱସ୍ତି ରଥ ଆଣିଲା कवि सम्राट भंगेन्द्र पंक्ति के अपमान विचार तेरे विष्णु रथ कोणे थिला विधि पूर्व परी ऋषि समस्त चरित भासी त्वरित त्वरित जाई लागे जेतेबेले कैवर्तर नौकार विश्वामित्र लक्ष्मण राम ये समस्त बसिଛନ୍ତି ସେତେବେଳେ କହିଲେ ପଚାରିଲେ ଗଙ୍ଗା ନାମ ଭଗୀରଥ କିମ୍ପା ହେଲା କହ ବୁଝାଇ ଭଗବାନ ରାମ ବିଞ୍ଚି ପଲ୍ଲବ ନାମରେ ପଲ୍ଲବ ପତ୍ର ପକେଇକି ଭଲରେ ବସେଇ ଦେଲା ପରେ କୈବର୍ତ୍ତ ଯେତେବେଳେ ବସିଗଲେ ପ୍ରଭୁ ରାମ ସେତେବେଳେ ପଚାରୁଛନ୍ତି ବିଶ୍ୱାମିତ୍ରଙ୍କୁ କାହିଁକି ଗଙ୍ଗା ନାମ ଭାଗୀରଥୀ ହେଲା କାହିଁକି ଗଙ୍ଗାଙ୍କର ନାମ ଭାଗୀରଥୀ ହେଲା विश्वामित्र उत्तर दौरान कहले शुण विष्णु नख कोणे थिला वामनावतारे भगीरथ आनी विष्णुकर